ଏଇଟା ଟମାଟୋ ଆମ୍ବୁଲ ଦେଇ ଗୋଟେ ହେଇଛି। ଏଠି ପୋଟଳ ଆଳୁ କଲରା ଭଜା ହେଇଛି। ବୋଇତାଳୁ ଆଳୁ ପୋଇନାଡି ହେଇଛି। ଏଠି ଲଙ୍କା ପିଆଜ ଲେମ୍ବୁ ଆମ୍ବ ଆଉ ଏଇଟା ଗୋଟେ ଦେଖୁଥିବ ଜବରଦସ୍ତ ଆଇଟମ ତ ସମସ୍ତଙ୍କର ଆଉ କଞ୍ଚା ଲଙ୍କା ଲେମ୍ବୁ ଆଉ ବାଇଗଣ ଟମାଟୋ ହେଇଛି। ଏପଟରେ ଗୋଟେ ମସ୍ତ ତରକାରୀ ହେଇଛି ଆଜି ସୋରିଷ ଆଳୁ ପୋଇନାଡି ପଡ଼ି ଗୋଟେ ତରକାରୀ ହେଇଛି। ଏପଟ ପନିର ଆଉ ଆଳୁ ଆଉ କଣ ସୋରିଷ ବାସ ଦେଇ ଗୋଟେ ହଁ ସେ ସୋରିଷ ଦେଖାଯାଉଛି ନା ହଉ ସେ ହେଇଥିବ କାଜୁ ବଟା ହେଇଛି ଆଉ ଗୋଟେ ଭାତ ତ ଅଛି। ଏତିକି ହେଇଛି ଆଇଟମ ଆଜି ଆଉ ନିରାମ ପାଳି ପଡ଼ିছে ଯେତେ ଆଇଟମ କଲେ ଭଲ ଲାଗେ। 10 ପ୍ରକାର ଆଇଟମ ହେଲେ ଭଲ ଲାଗେ। ଆଇଁଷ ନଥିବ ଖାଲି ମିଛଟା ଯାହା କରୁଛ ଶ୍ରାବଣ ମାସ ତା ଛଡ଼ା କିଛି ନୁହଁ। ଅବଶ୍ୟ ଭଲ ଲାଗୁଛି କିନ୍ତୁ ପାଟିକୁ ଯୋଉଟା ଅନ୍ତର ଆତ୍ମା କହୁଛି ମିଛରେ କରୁଛ କାହିଁକି ଶ୍ରାବଣ ମାସ? କାଲିକି ସୋମବାର ପାଣ୍ଡରେ ମୋ ଖାଇବା ମଙ୍ଗଳା ଶ୍ୱଶୁର ଆସିବ ଶେଉଳ ମାଛ। ହଉ ଏଟା ହଉଛି ପୁଇନାଡି ଯୋଉ ତରକାରୀଟା ହେଇଛି ଆମ୍ବୁଲ ପଡିଛି ଦେଖ ମାନେ ମୋର ଖାଇବା ପାଇଁ ଯାହା ଦରକାର ସବୁ ପକେଇକି କରୁଛନ୍ତି। କଣ କରିବା ଆମିଷ ଲୋକଟା ନା ହେଇଥିବ ଜବରଦସ୍ତ। ଏଟା ପନିର ଆଳୁ ଫାଳୁ ପଡ଼ିକି ହେଇଛି ଗୋଟେ ଅଳେଇଚ ଡାଲଚିନି ପଡ଼ିକି ଖାଇଛି ଭଲ ହେଇଛି। ଏଇଟା ଗୋଟେ କଣ ଗୋଟେ ନୂଆ ଆଇଟମ ହେଇଛି ଟମାଟୋ ଆଉ କଣ ଟମାଟୋ ଆମ୍ବୁଲ ଟିକେ ସୋରିଷ ମସଲା ଜବରଦସ୍ତ। ତା ଟିକେ ଖାଲି ସର୍ଟ ଖାଲି ଧଣିଆ ପତ୍ର କଲରା ପୋଟଳ ଆଳୁ ରୋଜ ନ ରୋଜ ଖା ପିତା ବୁଝ ନ ବୁଝ ପଢ ପିତା ପଣ୍ଡିତ କହିଯାଇଛି ପିତା ଖାଇଲେ ଦେହଟା ଭଲ ରହିବ। ଏଟା ବୋଇତାଳୁ ଆଳୁ ଗୋଟେ ଘାଣ୍ଟ ହେଇଛି ଖାଲି ଚିଙ୍ଗୁଟା ବାକି ଥିଲା ବଢିଆ ଅତି ଉତ୍ତମ। ଭାବି ଖାଇଦଉନ ନହେଲେ ପଡିଯିବ। ଜୟ ଯେମିତି ଟାଙ୍ଗିକି ଖାଉନଥିଲା ଏଟା ପକୁଡି ଲେମ୍ବୁ ଟେ ବଢିଆ ଭାତ ଟିକେ ଲେମ୍ବୁ ପକୁଡି ଜବରଦସ୍ତ ଜବରଦସ୍ତ। এটা তো ସମସ୍ତଙ୍କ ଫେଭରେଟ୍ ଆଉ କ'ଣ କହିଲ ଏଟା ନା କହିବ ମୁଁ କହିବି ଲେମ୍ବୁ ଯଦି ପଡ଼ିବ ତରକାରୀଟା ଚାନ୍ ଲାଗିଯିବ।